जय जगन्नाथ। आज आरंभ करवा 2013 फास्ट सेट। देखिपारे कोटेशन अलसुआ दुख पाए से किसी बुझा दरकार ना सब सेंटेंस बुझा जा तेणु आम समय नष्ट न करी पढ़ा आरंभ कर। चाइल्ड डेवलपमेंट एंड पेडागोगी। शिक्षा मनोविज्ञान शास्त्र अध्ययन द्वारा शिक्षकों कि लाभ हुए? शिक्षार्थी को बुझा शक्तिर विकास घटे। डी है आंसर। वस्तुनिष्ठ प्रश्न क्या कहुए? जो प्रश्नर मात्र गोटे निर्दिष्ट उत्तर थाए। सी है आंसर। श्रेणी प्रमोशन निमंते मुख्यतः क्यों परीक्षण व्यवहार करा जाता है? ए कृति परीक्षण। किए शिक्षण उद्देश्य वर्गीकरण करथिले? ब्लूम। ए आंसर। जड़े शिक्षक 10टी गणित प्रश्न प्रस्तुत करी गोटे श्रेणीर शिक्षार्थी मान उपरे भिन्न भिन्न समय परीक्षा कर देखिले जे प्रत्येकंकर नंबर प्राय स्थिरता रोचे। यह प्रश्न प्रस्तुत क्यों वैशिष्ट्य को सूचाऊे? बी विश्वसनीयता। बी है आंसर। मास्टरी शिक्षण व्यवस्था निम्नलिखित केउटी को नियंत्रण करा जाता है? ए शिक्षादान समय। शिक्षादान समय कराउथुवा परीक्षा केउं प्रकार मूल्यांकन? ए गठनात्मक। जड़े शिशुर बुद्धिक 100 और मानसिक बयस 6 वर्ष हेले शिशुटी को केउं श्रेणी नाम लिखेबा ठीक हेबा? प्रथम श्रेणी। सी। गोटे उद्दीपक प्रति जड़े व्यक्ति भिन्न भिन्न समय भिन्न भिन्न प्रतिक्रिया प्रकाश कला। यह निम्नलिखित केउंटी को सूचाऊे? सी व्यक्तिगत तारतम्य। गोटे प्रश्न को जो शैक्षिक उद्देश्य माप करने निमंते प्रस्तुत कराइए यदि ताहा सही उद्देश्य माप करिथाए तेबे ताहा प्रश्नर केउं गुण सूचाई थाए? सी वैधता। बुद्धि और विकास केउं अवस्था को चाप और ताड़ना अवस्था कहा जाए? पीरियड ऑफ स्ट्रेस एंड स्ट्रेन। सी कैशोरावस्था। शिशुर बौद्धिक विकास मुख्यतः 4टी पर्याय दे संगठित होता है। यह उपरे किए परीक्षा करथिले? पियाजे। बी जड़े आदर्श शिक्षक निम्नलिखित केउंटी उपरे गुरुत्व देवा उचित?
ଉଦ୍ଦେଶ୍ୟ ଭିତ୍ତିକ ଶିକ୍ଷାଦାନ, କାର୍ଯ୍ୟ ଭିତ୍ତିକ ଶିକ୍ଷାଦାନ, ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷାଦାନ, ଉପରୋକ୍ତ ସମସ୍ତ। ଡି ହେଲା ଆନ୍ସର ସବୁ ଯାକ ଏ ବି ସି। ମାନକୀକୃତ ପରୀକ୍ଷଣ ପ୍ରଶ୍ନ ପ୍ରସ୍ତୁତି ନିମନ୍ତେ କେଉଁ କ୍ରମଟି ଠିକ୍? ଶିକ୍ଷଣ ଉଦ୍ଦେଶ୍ୟ ସ୍ଥିର କରିବା, ପ୍ରଶ୍ନ ନକ୍ସା ପ୍ରସ୍ତୁତି, ପ୍ରଶ୍ନ ଗଠନ, ପ୍ରଶ୍ନ ବିଶ୍ଳେଷଣ। ଡି ହେଲା ଆନ୍ସର। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କର ସମାନୁପାତିକ ଅନୁଧ୍ୟାନ ନିମନ୍ତେ କେଉଁଟି ମୁଖ୍ୟତଃ ବ୍ୟବହାର କରାଯାଇଥାଏ? ଏ ଚେକ୍ ଲିଷ୍ଟ। ବ୍ୟକ୍ତି ଅଧ୍ୟୟନ ପାଇଁ ନିମନ୍ତେ କେଉଁ ତଥ୍ୟ ସଂଗ୍ରହ କରାଯାଏ? ସାଙ୍ଗସାଥୀଙ୍କ ସହ ସମ୍ପର୍କ, ପଡ଼ୋଶୀଙ୍କ ସହ ସମ୍ପର୍କ, ସହପାଠୀଙ୍କ ସହ ସମ୍ପର୍କ, ଉପରୋକ୍ତ ସମସ୍ତ। ଶିକ୍ଷଣ କେଉଁ ପ୍ରକ୍ରିୟାକୁ ବୁଝାଏ? ଆଚରଣଗତ ପରିବର୍ତ୍ତନ ପ୍ରକ୍ରିୟା। ଏ ହେଲା ଆନ୍ସର। ଶିକ୍ଷଣ କ୍ଷେତ୍ରରେ ଅଭିପ୍ରେରଣା କାର୍ଯ୍ୟ କ'ଣ? ଆଚରଣକୁ ଲକ୍ଷ୍ୟାଭିମୁଖୀ କରିବା, ଆଚରଣକୁ ଶୃଙ୍ଖଳିତ କରିବା, ଆଚରଣକୁ ସକ୍ରିୟ କରିବା, ଉପରୋକ୍ତ ସମସ୍ତ। ଜଣେ ଶିକ୍ଷକ କାଗଜର ବ୍ୟବହାର କ'ଣ ବୋଲି ପିଲାମାନଙ୍କୁ ପଚାରିଲେ? ଜଣେ ଛାତ୍ର 10ରୁ 15ଟି ପ୍ରୟୋଗାତ୍ମକ ବ୍ୟବହାର ଉଦାହରଣ ଦେଲା। ଏହା ଛାତ୍ରର କି ପ୍ରକାର ଚିନ୍ତନ ପ୍ରକ୍ରିୟା? ଏ କେନ୍ଦ୍ରାପସାର। ନିମ୍ନସ୍ଥ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ବିକାଶ ପାଇଁ ପ୍ରଯୁଜ୍ୟ ନୁହେଁ? ବି ଶାରୀରିକ ପରିପକ୍ୱତା ହିଁ ବିକାଶ। ଅନଗ୍ରସର ଶିକ୍ଷାର୍ଥୀମାନଙ୍କ ଶିକ୍ଷା ନିମନ୍ତେ କି ପଦକ୍ଷେପ ନିଆଯିବା ଉଚିତ? ସ୍ୱତନ୍ତ୍ର ଶ୍ରେଣୀଗୃହ, ସ୍ୱତନ୍ତ୍ର ପାଠ୍ୟକ୍ରମ, ସ୍ୱତନ୍ତ୍ର ଶିକ୍ଷାଦାନ ପଦ୍ଧତି, ଉପରୋକ୍ତ ସମସ୍ତ। ଏ ବି ସି ତିନୋଟି ଯାକ। ହିଟ୍ ଦ ଆଇରନ୍ ହ୍ୱେନ୍ ଇଟ୍ ଇଜ୍ ହଟ୍। ଏହା କେଉଁ ଶିକ୍ଷଣ ନିୟମ ଉପରେ ଆଧାରିତ? ଏ ପ୍ରସ୍ତୁତି ନିୟମ। ଶିକ୍ଷାଦାନ ପଦ୍ଧତି ଦୃଷ୍ଟିରୁ କେଉଁ କ୍ରମଟି ଠିକ୍? ପୂର୍ବ ଜ୍ଞାନ ପରୀକ୍ଷା, ପ୍ରସଙ୍ଗୀକରଣ, ନୂତନ ଜ୍ଞାନ ପ୍ରଦାନ, ମୂଲ୍ୟାୟନ। ସି ହେଲା ଆନ୍ସର।
ପ୍ରତିଭାବାନ ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଶିକ୍ଷକ କ'ଣ କରିବା ଉଚିତ? ଜିଜ୍ଞାସାମୂଳକ ପ୍ରଶ୍ନ ପଚାରିବେ, କେନ୍ଦ୍ର ପଚାରି ଚିନ୍ତନ ପାଇଁ ସୁଯୋଗ ଦେବେ, ବିଶ୍ଳେଷଣାତ୍ମକ ଓ ପ୍ରୟୋଗାତ୍ମକ ପ୍ରଶ୍ନ ପଚାରିବେ। ଉପରୋକ୍ତ ସମସ୍ତ ସରି କ୍ୟାମେରା ପ୍ରୋବ୍ଲେମ୍ ଟିକେ ରହୁଛି। ଗଠନାତ୍ମକ ମୂଲ୍ୟାୟନ ନିମନ୍ତେ କେଉଁଟିର ବ୍ୟବହାର କରାଯାଏ ନାହିଁ? ଗୃହ କାର୍ଯ୍ୟ। ଏ କାର୍ଯ୍ୟଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥାରେ ଶିକ୍ଷାର୍ଥୀ ସକ୍ରିୟ ରହନ୍ତି, ଶିକ୍ଷଣ ଆନନ୍ଦଦାୟକ ହୁଏ, ଶିକ୍ଷଣ ଲକ୍ଷ୍ୟାଭିମୁଖୀ ହୁଏ। ଉପରୋକ୍ତ ସମସ୍ତ ପ୍ରଥମେ କିଏ ବୁଦ୍ଧି ପରୀକ୍ଷା ପାଇଁ ଦୁଇଟି ସମାନ୍ତର ପରୀକ୍ଷଣ ପ୍ରସ୍ତୁତ କରିଥିଲେ? ଟର୍ମନ୍ ଓ ମେରିଲ୍। ସି ହେଲା ଆନ୍ସର। ନିମ୍ନଲିଖିତ ମଧ୍ୟରୁ କେଉଁଟି ଚିତ୍ରଣ ଛବି ନୁହେଁ? ପ୍ଲାନାର ପଟ୍ଟା, ନିମ୍ନୋକ୍ତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ଶିକ୍ଷାର୍ଥୀ କେନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ ନୁହେଁ? ସି ବିଦ୍ୟାଳୟରେ ଶିକ୍ଷାର୍ଥୀର ଉପସ୍ଥିତି ଉପରେ ଗୁରୁତ୍ୱ ଦିଆଯାଇଥାଏ।
କିଏ ତାଙ୍କ ଶିକ୍ଷଣ ତତ୍ତ୍ୱ ଉପସ୍ଥାପନ ପାଇଁ ଗୋଟିଏ ବିରାଡ଼ି ନେଇ ପରୀକ୍ଷା କରିଥିଲେ? ବି ଥର୍ନଡାଇକ୍। ଏମାନ ଗଦ୍ୟଟି ଭଲ ଭାବରେ ପଢ଼ିବେ। ଯୋଗୀମାନେ ଶରୀରର ଉପଦ୍ରବ ଜାଣିପାରନ୍ତି ନାହିଁ, କାରଣ ସେମାନେ ମନକୁ ନିଜ ଆୟତ୍ତରେ ରଖିଥିବା ହେତୁ। ଡି ଏହି ଅନୁଚ୍ଛେଦଟିରେ ଇଚ୍ଛା ସମ୍ପର୍କରେ କ'ଣ କୁହାଯାଏ ନାହିଁ? ସି କ୍ରିୟାର ଦାସ। ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ ଅଭ୍ୟାସରେ ଚରିତ୍ର ବଳରେ ସମ୍ୟକ୍ ରୂପେ ସିଦ୍ଧ କରିନେବାକୁ ହୁଏ? ଶରୀରକୁ ମନର ଅଧୀନ। ଡି ଆନ୍ସର। ଅଙ୍କ କଷିଲା ବେଳେ ଚିମୁଟି ଦେଲେ ଆମକୁ ଜଣାପଡ଼େ ନାହିଁ, କାରଣ ଏକ ମନ ହୋଇ ଅଙ୍କ କଷୁଥିବାର। ଏହି ଅନୁଚ୍ଛେଦଟିରେ ଆୟାସ ଶବ୍ଦଟି କେଉଁ ଅର୍ଥରେ ପ୍ରୟୋଗ ହୋଇଛି? କ୍ଳାନ୍ତି। ଡି। ସେହିପରି କବିତାଟି ପଢ଼ିବା। ଧର୍ମନୀତି କାହା ଦ୍ୱାରା ପ୍ରଭାବିତ ହେବା କଥା କବି କହିଛନ୍ତି? ସି ବିଦ୍ୟା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜୀବନ ଯାହା ଲକ୍ଷ ଲକ୍ଷ ଲୋକଙ୍କର ଭାର ପଂକ୍ତିଟିର ଅର୍ଥ ପ୍ରକାଶ କରୁଛି? ବି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯାହାର ଜୀବନ ଭାର ସଦୃଶ ହୋଇଥାଏ। ସଂସ୍କୃତ କବିତାଟି ପଢ଼ାଇବା ଦ୍ୱାରା
କେଉଁ ବିଶେଷ ଉଦ୍ଦେଶ୍ୟଟି ସାଧିତ ହେବ ବାଛ? ପ୍ରତ୍ୟେକ ସମାଜରେ ଦୁର୍ନୀତି କରୁଥିବା ଲୋକଙ୍କ ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ କରାଇବା। ନିମ୍ନ ବର୍ଣ୍ଣିତ କେଉଁ ଉପାୟଟି ଦୁର୍ନୀତିଗ୍ରସ୍ତ ଲୋକଟି ଆପଣେଇ ନେଇଥାଏ? ଡି. ପ୍ରକୃତ ସତ୍ୟକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବା। ଉକ୍ତ କବିତାଟି ନିମ୍ନୋକ୍ତ ମଧ୍ୟରୁ କେଉଁ ଶ୍ରେଣୀର ଅନ୍ତର୍ଗତ? ବ୍ୟଙ୍ଗାତ୍ମକ। ସୃଜନାତ୍ମକ ଲେଖନ ପାଇଁ ନିମ୍ନୋକ୍ତ ପ୍ରସ୍ତାବିତ କାର୍ଯ୍ୟ ମଧ୍ୟରୁ କେଉଁଟି ଭିନ୍ନ? ବି. ଅନୁଚ୍ଛେଦଟି ପଢ଼ି ସଂକ୍ଷେପରେ ଗୋଟିଏ ଦୁଇଟି ପ୍ରଶ୍ନରେ ଉତ୍ତର ଦେବା। ଲେଖନ ଦକ୍ଷତା ଓ ବିକାଶ ପାଇଁ ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାଥମିକତା ଦେବା ଉଚିତ? ଭାବର ସ୍ୱଚ୍ଛଳ ପ୍ରକାଶ ଓ ଯୁକ୍ତିଯୁକ୍ତ ବାକ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଲେଖିବାରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବ। ସୂର୍ଯ୍ୟଙ୍କର ତିନୋଟି ପ୍ରତିଶବ୍ଦ ଲେଖି ବାକ୍ୟରେ ବ୍ୟବହାର କର। ଏହା କେଉଁ ପ୍ରକାର ପ୍ରଶ୍ନ? ସଂକ୍ଷିପ୍ତ ଉତ୍ତରମୂଳକ। ସି. ଶିକ୍ଷା ବ୍ୟବସ୍ଥାର ପ୍ରଚଳିତ ଧାରାରେ ମୂଲ୍ୟାୟନ ପ୍ରକାରର ହୋଇଥାଏ। 2. ଏ. ବିଦ୍ୟାଳୟରେ ପ୍ରାଚୀର ପତ୍ର ପ୍ରକାଶ କରାଇବା ଦ୍ୱାରା ବିଦ୍ୟାର୍ଥୀମାନଙ୍କର ସି. ସୃଜନାତ୍ମକ ଦିଗଟି ବିକଶିତ ହେବ। ମୂଲ୍ୟାୟନ କ୍ଷେତ୍ରରେ ପର୍ଯ୍ୟବେକ୍ଷଣଟି ନିମ୍ନୋକ୍ତ କେଉଁଟି ଧାରାର ଅନ୍ତର୍ଗତ? ସି. ମୌଖିକ। କେଉଁଟି ସାମୟିକ ମୂଲ୍ୟାୟନ ନୁହେଁ? ପ୍ରବଣତା ପରୀକ୍ଷଣ। ଡି. ମାତୃଭୂମି ମାତୃଭାଷାରେ ମମତା ଯାହାହୃଦୟରେ ଜନ୍ମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ? ଉପରୋକ୍ତ କବିତା ପଂକ୍ତିର ରଚୟିତା ସ୍ୱଭାବ କବି ଗଙ୍ଗାଧର ମେହେର। ଡି. ଔପନ୍ୟାସିକ ଗୋପୀନାଥ ମହାନ୍ତି ନିମ୍ନୋକ୍ତ କେଉଁ ପୁସ୍ତକ ପାଇଁ ଜ୍ଞାନପୀଠ ପୁରସ୍କାର ପାଇଥିଲେ? ସି. ମାଟିମଟାଳ। ସକଳ ଋତୁଙ୍କର ସାର। ଶସ୍ୟ ସମ୍ପଦ ମଞ୍ଚପୁର। କବିତାଂଶଟିରେ ମଞ୍ଚପୁର ଶବ୍ଦଟିର ଅର୍ଥ ମର୍ତ୍ତ୍ୟପୁର। କେଉଁଟି ଉତ୍ତମ ପାଠ୍ୟପୁସ୍ତକର ଲକ୍ଷ୍ୟ ନୁହେଁ? ବ୍ୟବସାୟ ମୁଖୀନତା।
ରାମପ୍ରସାଦ ମହାନ୍ତି ନିମ୍ନୋକ୍ତ ମଧ୍ୟରୁ କେଉଁ ପତ୍ରିକାର ସମ୍ପାଦକ ଥିଲେ? ସି ଶିଶୁଲେଖା। ମୁକ୍ତିଯୋଦ୍ଧା ଜୟଗୁରୁ ପ୍ରସଙ୍ଗଟି ପଢ଼ାଇବାର ନିମ୍ନୋକ୍ତ ମଧ୍ୟରୁ କେଉଁ ବିଶେଷ ଉଦ୍ଦେଶ୍ୟଟି? ସାଧିତ ହେବ। ବି ଭାରତୀୟ ମୁକ୍ତିଯୋଦ୍ଧା ଜୟ ରାଜଗୁରୁଙ୍କ ଅପୂର୍ବ ସାହସ ଓ ତ୍ୟାଗ ସାହସିକତା ସମ୍ପର୍କରେ ଜାଣିବେ। ତୁମ ଅପେକ୍ଷା ସେ ଯଥେଷ୍ଟ ଆଗୁଆ। ବାକ୍ୟଟିରେ ଅପେକ୍ଷା ଶବ୍ଦଟି ଡେସ୍ ସୂଚକ ଅବୟବ? ଏ ବିଭକ୍ତି। ଉତ୍ପତ୍ତି ଦୃଷ୍ଟିରୁ ଆମ ଓଡ଼ିଆ ଭାଷାରେ ଡେସ୍ ପ୍ରକାର ପ୍ରାଥମିକ ଧାତୁ ବ୍ୟବହାର ହୋଇଥାଏ? ବି 4। ଛୋଟ ମୋର ଗାଁଟି କବିତାଟି ପଢ଼ାଇବାର ସାମାନ୍ୟ ଉଦ୍ଦେଶ୍ୟ ନିମ୍ନୋକ୍ତ ମଧ୍ୟରୁ କିଏ ହୋଇପାରେ? କବିତାରୁ ସୌନ୍ଦର୍ଯ୍ୟ ଉପଲବ୍ଧ। ଏ ସମ୍ବାଦପତ୍ର ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ। ଏହି ବାକ୍ୟରେ ଚତୁର୍ଥ ଶବ୍ଦଟି ଡେସ୍ ବାଚକ ବିଶେଷଣ? ପୂରଣ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମୂହ ଅର୍ଥକୁ ପ୍ରକାଶ କରୁନାହିଁ? କୁଞ୍ଜ। ହସ୍ତାକ୍ଷର ଲିଖନର ଉଦ୍ଦେଶ୍ୟ କ'ଣ? ନିର୍ଭୁଲ, ଯଥାସମ୍ଭବ ଗୋଲ ଓ ସୁନ୍ଦର କରି ଲେଖିବା। ବି 2ଟି ସ୍ତମ୍ଭ ବା ବିଭାଗରେ ଦିଆଯାଇଥିବା ଶବ୍ଦପୁଞ୍ଜ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଶ୍ନଟି ନିମ୍ନୋକ୍ତ ମଧ୍ୟରୁ କେଉଁ ବିଭାଗ ଅନ୍ତର୍ଭୁକ୍ତ? ବି ମେଳକ। English. Answer the following questions. Choose the correct alternative given. The right of children to free and compulsory education came into force in B 2009. The NCF 2005 aims at providing quality education to all the learners by connecting knowledge to life outside the school, ensuring learning to be shifted away from rote learning and making examination more flexible, enriching the curriculum for all-round development of the learners. All of the above. Effective learning takes place when the learners are interactive. C. Reading for comprehension and expression in the 5E model of teaching can be best achieved if learners read silently. B. The soft skill of dash is skimming. Reading. A. Some noise is in a language class indicates dash.
C. Constructive activities with the learners. Engage in language activity. For learning a language perfectly is scientifically the first two macro skills that a learner should come across in the process are listening and speaking. The terms like simile and a metaphor are associated with poetry. If RMSA, OMSM, SSA, OPEPA. Students need to brainstorm ideas, organize them, draft, edit, and revise their work. It is a process which reflects B. Writing skills. Next paragraph. The pets that are disallowed to the long-term prisoners are dogs. The author makes friendship with a little kitten since the little one went away with its master. The poor thing that became homeless was this beach. The author could feed the beasts regularly as he was kept, see, outside the jail proper. I began to feed her regularly. Here the underlined word is an adverb. D. Next poetry.
The miller leads a quite happy life because he owns his bread, he loves his wife, children, and friends. He does not borrow any money. All of the above. The miller's song is compared to the song of a bird. The miller thanks the river Dee for it turns his mill. The king Hall envies the miller of his happy life. D. The miller smiled and doffed his cap. In the above line, the word doffed means a remove. Answer the following. While passing by, I had a blind boy. Beautiful devotional song. Singing. Please meet me. See in my office at 11 a.m. on Monday next week. Mrs. Aishwarya Rai Bachchan has dash eyes. A beautiful big blue. Manasi, a friend of Lopa's dad, dash an air crash last week. Be in. The passive of people say Netaji was brave. D. Netaji is said to have been brave. The indirect speech of Let's Stop. Let's stop here and rest for a while, Gomati said to her friends. Gomati suggested her friends that they should stop there and rest for a while. Had I had a lot of money, I would have bought a car. One comes across a real good Hindi movie only once in a blue moon. The underlined phrase means rarely. B.
Mr. Senapati was given a cold reception at the party. The underlined phrase means a welcome lacking affection. The meaning of in the swim is D. Knowing latest current things. Social study. ଖାରବେଳଙ୍କ ରାଜତ୍ୱର ବିଶଦ ବିବରଣୀ କେଉଁ ଶିଳାଲେଖରୁ ଜାଣିବାକୁ ମିଳେ? ହାତୀଗୁମ୍ଫା, ସି। 1947 ମସିହାରେ ଭାରତ ସ୍ୱାଧୀନତା ଲାଭ କରିବା ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କେତୋଟି ଦେଶୀୟ ରାଜ୍ୟ ଥିଲା? 563ଟି। କିଏ ତେଲୁଗୁ ଭାଷାରେ ମହାଭାରତ ରଚନା କରିଥିଲେ? ସି ନାନା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ବିଶିଷ୍ଟ ଜୈନ ସାହିତ୍ୟ? ଡି କଳ୍ପସୂତ୍ର। ଭୁବନେଶ୍ୱରର କୌଶଲ୍ୟାଗଙ୍ଗ ଜଳାଶୟ ନିମ୍ନୋକ୍ତମାନଙ୍କ ମଧ୍ୟରୁ କିଏ ଖନନ କରାଇଥିଲେ? ସି ଅନନ୍ତବର୍ମା ଚୋଡ଼ଗଙ୍ଗଦେବ। ଆଦିକବି ସାରଳା ଦାସ ନିମ୍ନୋକ୍ତମାନଙ୍କ ମଧ୍ୟରୁ କାହାର ସମସାମୟିକ ଥିଲେ? ଏ କପିଳେନ୍ଦ୍ର ଦେବ। ନିମ୍ନୋକ୍ତ ମଧ୍ୟରୁ କେଉଁ ଦେଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନରେ ସମ୍ପୃକ୍ତ ନଥିଲେ? ଜର୍ମାନୀ। ଡି। ଆମ ସମ୍ବିଧାନର କେଉଁ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧିକାର ପ୍ରଦାନ କରାଯାଇଛି? ଡି 32। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ମୌଳିକ ଅଧିକାର ନୁହେଁ? ସି ସମ୍ପତ୍ତିଗତ ଅଧିକାର। ନିମ୍ନୋକ୍ତ ମଧ୍ୟରୁ କେଉଁ ତାରିଖଟି ପ୍ରତିବର୍ଷ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳିତ ହୋଇଥାଏ? ମାର୍ଚ୍ଚ 8। ମୁସଲମାନ ସନ୍ଥମାନଙ୍କୁ ସୁଫି କୁହାଯାଏ କାରଣ ସେମାନେ ଉଲ୍ ତିଆରି ପୋଷାକ ପିନ୍ଧୁଥିଲେ। ବି। ମାଲଦିଭସର ଅଧିକାଂଶ ଅଧିବାସୀ କେଉଁ ସମ୍ପ୍ରଦାୟର ଅଟନ୍ତି? ସି ମୁସଲମାନ। ନିମ୍ନୋକ୍ତ ମଧ୍ୟରୁ କପିଳେନ୍ଦ୍ର ଦେବ କେଉଁ ରାଜବଂଶ ପ୍ରତିଷ୍ଠା କରିଥିଲେ? ସୂର୍ଯ୍ୟବଂଶ। ସଂଯୁକ୍ତ ରାଷ୍ଟ୍ରସଂଘର ସନଦ କେତୋଟି ଭାଷାରେ ଲିଖିତ? 5। କେତେତମ ସମ୍ବିଧାନ ସଂଶୋଧନ ଅନୁଯାୟୀ 6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି? ବି 56ତମ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅନନ୍ତବର୍ମା ଚୋଡ଼ଗଙ୍ଗଦେବଙ୍କ ସୈନ୍ୟବାହିନୀର ଅନ୍ତର୍ଭୁକ୍ତ ନଥିଲା? ଏ ରଥାରୋହୀ। ଏଇଟା ଦୁଇଟା ଟାଇପ୍ର ପ୍ରଶ୍ନ ହେଇପାରେ, ଗୋଟେ ନଥିଲା ଗୋଟେ ଥିଲା। ତାହେଲେ ଥିଲା କ'ଣ? ଅଶ୍ୱାରୋହୀ, ଗଜାରୋହୀ, ପଦାତିକ।
ନିମ୍ନଲିଖିତ ଦେଶଗୁଡ଼ିକ ମଧ୍ୟରୁ କେଉଁ ଦେଶରେ 1688 ଖ୍ରୀଷ୍ଟାବ୍ଦରେ ଗ୍ଲୋରିୟସ୍ ରେଭଲ୍ୟୁସନ୍ ସଂଗଠିତ ହୋଇଥିଲା? ଇଂଲଣ୍ଡ। ବି। ପୁରୀର ଗୋବର୍ଦ୍ଧନ ମଠ କାହା ଦ୍ୱାରା ସ୍ଥାପିତ ହୋଇଥିଲା? ସି। ଶଙ୍କରାଚାର୍ଯ୍ୟ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଚାପଗୋଷ୍ଠୀର କାର୍ଯ୍ୟ ନୁହେଁ? ଡି। ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କୁ ନିୟନ୍ତ୍ରିତ କରିବା। ପାଠ୍ୟକରଣ ବ୍ୟବହାର ଦୃଷ୍ଟିକୋଣ କେଉଁଟି ଅନ୍ୟ ତିନୋଟିଠାରୁ ଭିନ୍ନ? ବି। ମଡେଲ। କୁତୁବୁଦ୍ଦିନ ଆଇବକ୍ ନିମ୍ନୋକ୍ତ ମଧ୍ୟରୁ କେଉଁ ରାଜ୍ୟକୁ ଜୟ କରିନଥିଲେ? ଡି। କଳିଙ୍ଗ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନକ ସୂଚକ ମୂଲ୍ୟାୟନ ଦ୍ୱାରା ମାପି ହୁଏ? ଆପେକ୍ଷିକ କୃତିତ୍ୱର ତୁଳନାତ୍ମକ ଚିତ୍ର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାଥମିକ ସ୍ତରରେ ଇତିହାସ ଶିକ୍ଷାଦାନ ନିମନ୍ତେ ଅଧିକ ଉପଯୋଗୀ ପଦ୍ଧତି? ଏ। ଗଳ୍ପକଥନ। ବାର୍ଷିକ ପରୀକ୍ଷାର ମୂଲ୍ୟାୟନ ନିମ୍ନୋକ୍ତ ମୂଲ୍ୟାୟନ ଗୁଡ଼ିକ ମଧ୍ୟରୁ କେଉଁ ଶ୍ରେଣୀର? ଡି। ସମଷ୍ଟିଗତ। ନିମ୍ନୋକ୍ତ ମଧ୍ୟରୁ କେଉଁଟି କ୍ଷେତ୍ର ପରିଭ୍ରମଣ ପଦ୍ଧତି ମାଧ୍ୟମରେ ଶିକ୍ଷାଦାନର ଉପାଦେୟତା ନୁହେଁ? ସି। କର୍ମ ମାଧ୍ୟମରେ ଜ୍ଞାନ ଆହରଣର ସୁଯୋଗ। ନିମ୍ନୋକ୍ତ ମଧ୍ୟରୁ କେଉଁ ସାମାଜିକ ମୂଲ୍ୟବୋଧ ଇତିହାସ ଶିକ୍ଷା ସହିତ ସମ୍ପୃକ୍ତ ନୁହେଁ? ସୃଜନଶୀଳତା। କେଉଁଟି ଅଭିନୟ ପଦ୍ଧତି ମାଧ୍ୟମରେ ଇତିହାସ ପାଠଦାନ ଦ୍ୱାରା ଶିକ୍ଷାର୍ଥୀ ଲାଭ କରୁଥିବା ସୁଫଳ ମଧ୍ୟରୁ ଗୋଟିଏ ନୁହେଁ? ଅତୀତ ଜୀବନ୍ତ ହୋଇ ଉଠେ। ଡି। ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ ପ୍ରସ୍ତୁତ କରିବା ସମୟରେ ଆମକୁ ଶିକ୍ଷଣ ଲକ୍ଷ୍ୟ ବିଷୟବସ୍ତୁ ଚୟନ ଉଦାହରଣ ଉପସ୍ଥାପନା ପଦ୍ଧତି ଅନୁଶୀଳନ ମୂଲ୍ୟାୟନ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ? ଡି। ପାଠ ଯୋଜନା। କେଉଁଟି କଳାପଟା କାର୍ଯ୍ୟ ସହିତ ସମ୍ପର୍କିତ ନୁହେଁ? ଲେଖିବା ସଙ୍ଗେ ଲିଭାଇ ଦେବା। ସି। ଐତିହାସିକ ଘଟଣାବଳୀ ଅଧ୍ୟାପନର କେଉଁଟି ଅଧିକ ସହାୟକ ହୋଇନଥାଏ? ବି। ମାର୍ଗଦର୍ଶୀ ପୁସ୍ତିକା। ମାନଚିତ୍ରରେ ଅଗଭୀର ଜଳରାଶିକୁ ଦର୍ଶାଇବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ? ଫିକା ନୀଳ। କେଉଁଟି ଜଳବାୟୁର ଏକ ନିୟାମକ ନୁହେଁ? ଦ୍ରାଘିମା। ଜୁନ୍ ମାସ 21 ତାରିଖରେ କେଉଁଠାରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡ଼ିଥାଏ? ଡି। କର୍କଟ ସଂକ୍ରାନ୍ତି। ବାରଖାନ ଭୂମିରୂପଟି କେଉଁ କ୍ଷୟକାରୀ ଶକ୍ତି ଦ୍ୱାରା ସୃଷ୍ଟି ହୋଇଥାଏ? ପବନ। ମାନଚିତ୍ର ଅଧ୍ୟୟନରେ ନିମ୍ନୋକ୍ତ କେଉଁଟି ଅନ୍ତର୍ଭୁକ୍ତ ନୁହେଁ? ମାନଚିତ୍ର ସଂରକ୍ଷଣ। ବି। କେଉଁଟି ଘନୀଭବନର ପ୍ରକାର ନୁହେଁ? କରକା।
କେଉଁ ଦୁଇଟି ସ୍ତର ମଧ୍ୟରେ ଷ୍ଟ୍ରାଟୋସ୍ଫିୟର ରହିଛି? ଟ୍ରୋପୋସ୍ଫିୟର ଓ ମେସୋସ୍ଫିୟର। ସି। ଓଡ଼ିଶାର ହୀରାକୁଦ ନଦୀବନ୍ଧ ଯୋଜନା କେଉଁ ପଞ୍ଚବାର୍ଷିକ ଯୋଜନା କାଳରେ ସ୍ଥାପନ କରାଯାଇଥିଲା? ପ୍ରଥମ। ନିମ୍ନୋକ୍ତ ଖଣିଜ ଦ୍ରବ୍ୟ ମଧ୍ୟରୁ କେଉଁଟି ଭିନ୍ନ? ସୀସା। ଜୈବିକ ଚାଷରେ କେଉଁ ଉପାଦାନଟି ପ୍ରୟୋଗ କରାଯାଇନଥାଏ? ବି। ରାସାୟନିକ ସାର। କେଉଁ ଉଦ୍ଭିଦଟି ଟାଇଗା ଅଞ୍ଚଳରେ ଦେଖାଯାଏ? ଫର୍। ଏ। ଓଡ଼ିଶାର ଗୋପାଳପୁର ଅଞ୍ଚଳରେ କି ପ୍ରକାର ଜଳବାୟୁ ଅନୁଭୂତ ହୁଏ? ମୌସୁମୀ। ଓଡ଼ିଶାର ଅନୁଗୁଳ ଓ ଆଠମଲ୍ଲିକ ଅଞ୍ଚଳରେ କେଉଁ ମୃତ୍ତିକା ଦେଖାଯାଏ? କଳା। ସି। କେଉଁ ଉକ୍ତିଟିର ଭୌଗୋଳିକ ଉଷ୍ଣତା ବୃଦ୍ଧି ସହ ସମ୍ପର୍କ ନାହିଁ? ବାୟୁମଣ୍ଡଳର ଅଙ୍ଗାରକାମ୍ଳ ପରିମାଣ ହ୍ରାସ। ସି। ମହାସାଗର ସମତଳ କେଉଁ ଶ୍ରେଣୀ ଭୂମିରୂପର ଅନ୍ତର୍ଗତ? ଦ୍ୱିତୀୟ। ବାଲେଶ୍ୱର ଓ କଟକ ଦେଇ ବ୍ରହ୍ମପୁର ଟ୍ରେନରେ ଗଲେ କେଉଁ କ୍ରମରେ ନଦୀଗୁଡ଼ିକ ଅତିକ୍ରମ କରିହେବ? ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଋଷିକୂଲ୍ୟା। ଆସାମର ସନ୍ତସନ୍ତିଆ ଅଞ୍ଚଳରେ କେଉଁ ପ୍ରାଣୀ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି? ବି। ଗଣ୍ଡା। କପା ଉତ୍ପାଦନରେ ଭାରତ ପୃଥିବୀରେ କେଉଁ ସ୍ଥାନ ଅଧିକାର କରିଛି? ସି। ତୃତୀୟ। ରାଜସ୍ଥାନରେ ମରୁଭୂମି ସୃଷ୍ଟିର କାରଣ କ'ଣ? ଆରାବଳୀ ପର୍ବତ ଶ୍ରେଣୀର ଉତ୍ତର ଦକ୍ଷିଣ ବିସ୍ତୃତ। ଡି। ସାଲେମ ଲୌହ ଇସ୍ପାତ କାରଖାନା କେଉଁ ରାଜ୍ୟରେ ଅବସ୍ଥିତ? ବି। ତାମିଲନାଡୁ। ଶିକ୍ଷାର୍ଥୀମାନଙ୍କର ସାକ୍ଷାତକାର ଦୁର୍ବଳତା ଦୂର କରିବା ପାଇଁ ଶିକ୍ଷକ କ'ଣ କରିବା ଉଚିତ? ଡି। ଶ୍ରେଣୀରେ ବାଚିକ ପ୍ରଶ୍ନ ଉପରେ ଗୁରୁତ୍ୱ ଦେବେ। ବାଚିକ ମାନେ ମୌଖିକ, ଯେଉଁ ଡିସ୍କସନ୍ କହନ୍ତି। ଭୂଗୋଳର ସ୍ୱରୂପ ଦୃଷ୍ଟିକୋଣରୁ କେଉଁଟି ଠିକ୍? ଭୂଗୋଳ ଏକ ସାମାଜିକ ବିଜ୍ଞାନ। ଭୂଗୋଳ ଏକ ପ୍ରାକୃତିକ ବିଜ୍ଞାନ। ଭୂଗୋଳ ଏକ ପ୍ରାକୃତିକ ଓ ମାନବିକ ବିଜ୍ଞାନ। ଏ ସମସ୍ତ। ଭୂଗୋଳ ମାନଚିତ୍ରରେ ସମାନ ଚିହ୍ନ କାହାକୁ ସୂଚାଇଥାଏ? ପକ୍କା ସଡ଼କ ପଥ। ଏ। ସ୍ଥାନୀୟ ଭୂଗୋଳ ଶିକ୍ଷାଦାନରେ ନିମ୍ନୋକ୍ତ କେଉଁ ପଦ୍ଧତିଟି ଉପଯୋଗ ହୋଇଥାଏ? ସି। ମୁକ୍ତ ପର୍ଯ୍ୟବେକ୍ଷଣ। ଭୂଗୋଳ ଶିକ୍ଷାଦାନ ପଦ୍ଧତି ଦୃଷ୍ଟିରୁ କେଉଁଟି ଅନ୍ୟ ତିନୋଟିଠାରୁ ଭିନ୍ନ? ଶିକ୍ଷା ପ୍ରଦର୍ଶନୀ। କେଉଁ ପ୍ରକାର ପ୍ରଶ୍ନ ପ୍ରସ୍ତୁତ କରିବା ଜଟିଳ, ସମସ୍ତ ସାପେକ୍ଷ କିନ୍ତୁ ମୂଲ୍ୟାୟନ ଦ୍ରୁତ, ନିର୍ଭୁଲ, ସହଜ ହୋଇଥାଏ? ବସ୍ତୁନିଷ୍ଠ।
ଜଣେ ଶିକ୍ଷକ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରି ଓ ସ୍ଥାନୀୟ ପଦାର୍ଥଗୁଡ଼ିକୁ ବିନିଯୋଗ କରି ଭୂଗୋଳକ ପ୍ରସ୍ତୁତ କରିବା ପାଇଁ କହିଲେ। ଏହା ଭୂଗୋଳ ଶିକ୍ଷାଦାନର କେଉଁ ପଦ୍ଧତିକୁ ସୂଚାଉଛି? ପ୍ରକଳ୍ପ ପରିଚାଳନା। ଗୋଟିଏ ମାନଚିତ୍ରରେ ମାଭ 1:10,00,000 ଉକ୍ତ ମାନଚିତ୍ରରେ ଦୁଇଟି ସ୍ଥାନ ମଧ୍ୟରେ ଦୂରତା 4 ସେମି ହେଲେ ଭୂମି ଉପରେ ସ୍ଥାନ ଦୁଇଟିର ପ୍ରକୃତ ଦୂରତା କେତେ? ବି 40 କିଲୋମିଟର। କେଉଁ ରଙ୍ଗ ମାନଚିତ୍ରର ମାଳଭୂମିକୁ ସୂଚାଇଥାଏ? ସି ଅଳ୍ପ ବାଦାମୀ। ଜଣେ ଶିକ୍ଷକ ମାନଚିତ୍ର ସହାୟତାରେ ଭାରତର ଅବସ୍ଥିତି ପିଲାମାନଙ୍କୁ ବୁଝାଇଲେ। ଏହା ଭୂଗୋଳ ଶିକ୍ଷାଦାନର କେଉଁ ପଦ୍ଧତିକୁ ସୂଚାଉଛି? ଡି ପରୋକ୍ଷ ପର୍ଯ୍ୟବେକ୍ଷଣ। ଧନ୍ୟବାଦ।